ସାଙ୍ଗମାନେ ଆଜି ଆପଣଙ୍କୁ ଜଣାଇବୁ ଏକ ସୁନ୍ଦର ଉପକାରୀ ଗଛ ବିଷୟରେ ଯାହାର ନାମ ହେଉଛି ରଙ୍ଗନ ଗଛ ବା ଇଂଲିଶରେ ବା ଇଂରାଜୀରେ ତାହାକୁ କହନ୍ତି ଲେକ୍ସୋରା ପ୍ଲାଣ୍ଟସ୍ ବୋଲି କୁହାଯାଏ। ଦେଖନ୍ତୁ ଏ ଗଛର ପରିଚୟ ଆମେ ଜାଣିବା କେମିତି। ଦେଖନ୍ତୁ ଫ୍ରେଣ୍ଡସ୍, ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍କୁ ଦବାଇକୁ ଭୁଲିବେନି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହାର ଔଷଧୀୟ ଗୁଣ, ଏହାର ପରିଚୟ, ଏହା କେଉଁ ପୂଜାରେ ଲାଗେ ସେ ବି ବିଷୟରେ ମଧ୍ୟ ଆପଣଙ୍କୁ ଜଣାଇବୁ। ଦେଖନ୍ତୁ, ରଙ୍ଗନ ଗଛ ଏକ ସଦାବାହାର ଫୁଲ ଗଛ। ଏହାର ପତ୍ର ମାଟି ହରିତ ଚମକାଇଥାଏ। ଲାଲ, ଗୋଲାପୀ, ଧଳା, ହଳଦିଆ ରଙ୍ଗର ମଧ୍ୟ ଏ ଫୁଲ ଦେଖିବାକୁ ମିଳିଥାଏ। ଏ ଗଛ ବଗିଚା, ଆମ ଯେଉଁ ବାଡ଼ି ବଗିଚାରେ ଏଗୁଡ଼ିକୁ ଖୁବ୍ ଲଗାଯାଇଥାଏ। ସୁନ୍ଦର ଦେଖାଯାଏ, ତା'ର ଫୁଲ ଗୁଡ଼ିକ ଫୁଟିଲେ ପୁରା ବଗିଚାକୁ ସୁନ୍ଦର ଦେଖାଯାଇଥାଏ। ଏ ଫୁଲକୁ ଦେବାଦେବୀଙ୍କ ପୂଜା ପଦ୍ଧତିରେ ମଧ୍ୟ ବ୍ୟବହାର କରାଯାଇଥାଏ। ସେଥିପାଇଁ ଏ ପତ୍ରକୁ ବା ଫୁଲକୁ ମଧ୍ୟ ପୂଜାରେ ମଧ୍ୟ ବ୍ୟବହାର କରାଯାଇଥାଏ। ଦେବୀ ଦୁର୍ଗାଙ୍କ ପୂଜାରେ, ଲକ୍ଷ୍ମୀଙ୍କ ପୂଜାରେ, କାଳୀ ପୂଜାରେ ଏହି ଫୁଲ ବ୍ୟବହାର କରାଯାଇଥାଏ ଅଧିକ ପରିମାଣରେ। ଆମ ଓଡ଼ିଶାର ଗ୍ରାମାଞ୍ଚଳରେ ଏହାକୁ ଶୁଭ ମନାଯାଇଥାଏ, ଶୁଭ ଫୁଲ ବୋଲି କୁହାଯାଇଥାଏ। ଆଉ ରଙ୍ଗନ ଗଛର ଔଷଧ ଗୁଣ ଅନେକ ରହିଛି, ସେ ବିଷୟରେ ମୁଁ କିଛି ସାମ୍ୟକ ସୂଚନା ଦେଉଛି ଫ୍ରେଣ୍ଡସ୍। ଦେଖନ୍ତୁ, ଯେଉଁମାନେ ଛୋଟ ପିଲାମାନେ ସେମାନେ ମଧ୍ୟ ଜାଣିବାର ଆବଶ୍ୟକତା ରହିଛି। ଫୁଲ, ପତ୍ର, ଏହାର ଘା ଶୁଖାଇବାରେ, ଆପଣ ଯେଉଁ ଘା ହେଇଥାଏ ତାହା ଶୁଖାଇବାରେ ସାହାଯ୍ୟ କରିଥାଏ। ଚର୍ମ ରୋଗ ପାଇଁ ଏହା ମଧ୍ୟ ଉପକାରୀ ଅଟେ। ଯେଉଁମାନଙ୍କର ଡାଇରିଆ ହେଇଥାଏ, ପେଟ ଯନ୍ତ୍ରଣା ହୋଇଥାଏ, ଏହା ପାରମ୍ପରିକ ଭାବରେ ଔଷଧ ରୂପେ କାର୍ଯ୍ୟ କରିଥାଏ। ଯେଉଁଠି କଟା ହେଇଯାଇଥାଏ, କାଟି ଯାଇଥାଏ, ସେଠି ରକ୍ତସ୍ରାବ ବନ୍ଦ କରିବା ପାଇଁ ମଧ୍ୟ ଏହି ଫୁଲ ବା ପତ୍ରକୁ ବ୍ୟବହାର କରାଯାଇଥାଏ। ଯେତେବେଳେ ଆପଣ ଔଷଧ ରୂପେ ବ୍ୟବହାର କରିବାକୁ ଚାହୁଁଛନ୍ତି, ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ। ରଙ୍ଗନ ଗଛ ଲଗାଇବେ କେମିତି ନା, ରଙ୍ଗନ ଗଛ ଲଗାଇବେ। ଦେଖନ୍ତୁ, ଏ ପତ୍ର ଯେମିତି ଦେଖାହେଉଛି ନା ଆପଣଙ୍କୁ, ଏତେ ସୁନ୍ଦର ଦେଖାହେଉଛି ଏବଂ ତା'ର ଫୁଲ ମଧ୍ୟ ରହିଛି। ପତ୍ର ଗୁଡ଼ିକ କିଛି ପରିମାଣରେ ପୋକ ଲାଗିଯାଇଥିଲେ କ'ଣ ହେଲା, ଏ ପତ୍ର ବହୁତ ସୁନ୍ଦର ଦେଖାହେଉଛି, ବହୁତ ସୁନ୍ଦର। ମୁଁ ଟିକେ ସ୍ଲୋ କରି ଆପଣଙ୍କୁ ଦେଖାଉଛି। ଦେଖନ୍ତୁ, ବହୁତ ପତ୍ର ଗୁଡ଼ିକ ସବୁଜ, ଯେଉଁ ଗୁଡ଼ିକ ଟିକେ ହଳଦିଆ ଲେଖାହେଉଛି ସେଗୁଡ଼ା ହେଉଛି କଅଁଳ ପତ୍ର। ଦେଖନ୍ତୁ ଫ୍ରେଣ୍ଡସ୍, ଇଏ ପତ୍ରର ହାଲୁକା ଅମ୍ଳୀୟ ମାଟିରେ ମଧ୍ୟ ବ୍ୟବହାର କରାଯାଇଥାଏ, ମାନେ ଗଛ ଲଗାଇବା ପାଇଁ ବ୍ୟବହାର କରାଯାଇଥାଏ। ଅଧିକ ପାଣି ଜମିବା ସ୍ଥାନରେ ଏହା ବ୍ୟବହାର ହୁଏ ନାହିଁ। ଅଧିକ ଧୂପ ବା ଛାୟା ଯୁକ୍ତ ଅଞ୍ଚଳରେ ଏହାକୁ ବ୍ୟବହାର କଲେ ଆହୁରି ମଧ୍ୟ ଭଲ। ଗୋବର ସାର, ଏହା ଜୈବିକ ସାର ରୂପେ ମଧ୍ୟ ବ୍ୟବହାର କରିପାରିବେ। ଅଧିକ ଫୁଲ ପାଇଁ ଟିପ୍ସ ହେଉଛି ସମୟ ଅନୁସାରେ, ମାନେ ଏ ସମୟ ଅନୁସାରେ ଆପଣ ପାଣି ଦେବା ଆବଶ୍ୟକ ଏବଂ ଖତ ଅନୁସାରେ ଯେଉଁ ପୋକ ଲାଗୁଛି ତାକୁ ନିମ୍ବ ତେଲ ସ୍ପ୍ରେ କରିଦେଲେ ଆପଣଙ୍କର ପୋକ ଆସିବ ନାହିଁ। ଆଶା କରୁଛି ଫ୍ରେଣ୍ଡସ୍, ଏ ଗଛର ବିଷୟରେ ଜାଣିଲେ, ଗଛର ଔଷଧ ବିଷୟରେ ଜାଣିଲେ, ଆଉ କିଛି ଜାଣିବାକୁ ଥିଲେ ଆମକୁ କମେଣ୍ଟ କରିବେ। ଏ ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ଆଉ ପ୍ରଥମ ଥର ପାଇଁ ଆସିଥିଲେ ଏହାକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।